प्रभु यीशु ख्रीष्टଙ୍କର ଅତି ମଧୁର ନାମରେ ଆପଣ ପ୍ରତ୍ୟେକଙ୍କୁ ଅମୃତମାନରେ କାର୍ଯ୍ୟକ୍ରମକୁ ସ୍ୱାଗତ କରେ। ପ୍ରଭୁଙ୍କ ଅନୁଗ୍ରହ ଆଶୀର୍ବାଦରୁ ଆମେ ଗୋଟିଏ ଦିବସ ଦେଖିବା ସହିତ ପୁନର୍ବାର ତାଙ୍କ ବାକ୍ୟ ଦ୍ୱାରା ଏକତ୍ର ହେଇଛୁ। ପ୍ରଭୁ ଆମମାନଙ୍କୁ ଏକ ସୁନ୍ଦର ସହଭାଗିତା ଦେଇଛନ୍ତି, ଏକ ସୁନ୍ଦର ପ୍ଲାଟଫର୍ମ ଦେଇଛନ୍ତି, ଯାହାଦ୍ୱାରା ଆମେ ପ୍ରତିଦିନ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରି ନିଜର ଆତ୍ମିକ ଜୀବନକୁ ବୃଦ୍ଧି କରୁଅଛୁ। ପ୍ରଭୁ ଆମମାନଙ୍କ ସହିତ ପ୍ରତିଦିନ କଥା ହୁଅନ୍ତି। ଆସନ୍ତୁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ପ୍ରାର୍ଥନା କରିବା। ଆମମାନଙ୍କ ଅତ୍ୟନ୍ତ ଦୟାଳୁ ଧନ୍ୟବାଦର ଆକର ଏକମାତ୍ର ପିତା, ଧନ୍ୟବାଦ ଦେଉଛୁ ପ୍ରଭୁ ତୁମରି ମହାନାମକୁ। ତୁମେ ଦୟା କଲ, ଅନୁଗ୍ରହ କଲ, ଆମମାନଙ୍କ ଜୀବନରେ ଆଉ ଏକ ଦିବସ ଯୋଗ କଲ। ହଁ ପ୍ରଭୁ, ଆମମାନଙ୍କ ସହିତ ରହି ତୁମେ ଏହି ସୁନ୍ଦର ପ୍ଲାଟଫର୍ମ ଦେଇଛ, ଯାହାଦ୍ୱାରା ଆମେ ପ୍ରତିଦିନ ବାକ୍ୟ ଧ୍ୟାନ କରୁଅଛୁ। ଆମମାନଙ୍କ ମଧ୍ୟରେ ଏକ ସହଭାଗିତା ଅଛି ପ୍ରଭୁ। ଏ ସହଭାଗିତା କେବଳ ତୁମର ବାକ୍ୟ ମାଧ୍ୟମରେ ଆସୁଅଛି। ଧନ୍ୟବାଦ ଦେଉଛୁ ପ୍ରଭୁ। ଦୟାକର, ଆଜି ଯେଉଁ ବାକ୍ୟ ଦେବାକୁ ଯାଉଅଛ ତାହା ବୁଝିବା ପାଇଁ ଜୀବନରେ ସାହାଯ୍ୟ କର। କାର୍ଯ୍ୟରେ ବ୍ୟବହାର କରିବା ପାଇଁ ପ୍ରଭୁ ତୁମେ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ଆମମାନଙ୍କୁ ଚାଳିତ କର। ତୁମେ ଆମ ପ୍ରତ୍ୟେକଙ୍କ ସହିତ ରୁହ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ କଥା କୁହ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଦିଏ ଯେଉଁମାନେ ଆଜି ଅଂଶଗ୍ରହଣ କରିଛନ୍ତି। ଯେଉଁମାନେ ନୂତନ ଭାବରେ ଆସିଛନ୍ତି ସେମାନଙ୍କୁ ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବରେ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଚିପି ଦିଅନ୍ତୁ, ଯାହାଦ୍ୱାରା ଆମମାନଙ୍କ ପ୍ରତିଟି କାର୍ଯ୍ୟର ଯାହା ଆମର କାର୍ଯ୍ୟକ୍ରମ ରହିଛି ତାର ଆପଣ ନୋଟିଫିକେସନ୍ ମୋବାଇଲରେ ପାଉଥିବେ। ଆପଣ ସହଜରେ ଆମର କାର୍ଯ୍ୟକ୍ରମରେ ଅଂଶୀ ହୋଇପାରିବେ। ଆସନ୍ତୁ ଧ୍ୟାନ ମଧ୍ୟକୁ ଯିବା। ଆଜି ଯେଉଁ ବିଷୟ ନେଇ ଆମେ ଧ୍ୟାନ କରିବାକୁ ଯାଉଛୁ ତାର ପ୍ରସଙ୍ଗଟି ହେଉଛି ଅଳସୁଆ ଶୈତାନର ଭାଇ। ଅଳସୁଆ ଶୈତାନର ଭାଇ। ଆମେ ବାକ୍ୟର ଗୋଟେ ଅଂଶ ପାଠ କରିବା। ହିତୋପଦେଶ ତାର 18 ପର୍ବ ତାର 9 ପଦ। ହିତୋପଦେଶ 18 ପର୍ବ ତାର 9 ପଦ ଲେଖାଯାଏ, ଆପଣା କାର୍ଯ୍ୟରେ ଯେ ଅଳସ ସେ ବିନାଶକର ଭାଇ। ପୁନର୍ବାର ପଢ଼ିବାକୁ ଚାହେଁ। ଲେଖାଯାଏ, ଆପଣା କାର୍ଯ୍ୟରେ ଯେ ଅଳସ ସିଏ ବିନାଶକର ଭାଇ। ଜ୍ଞାନୀ ସୋଲୋମନ ଏହି 18 ପର୍ବରେ ମନୁଷ୍ୟର ବିଭିନ୍ନ ଗୁଣ ଗୁଡ଼ିକ ବିଷୟରେ ଲେଖନ୍ତି। ବିଶେଷରେ ଏହି 9 ପଦରେ ସେ ଲେଖନ୍ତି, ଯେଉଁ ମନୁଷ୍ୟ କର୍ମ କରିବାରେ ଅଳସ, ଆପଣା କର୍ମରେ ଅଳସ, ସେ ବିନାଶକର ଭାଇ। ସେ ଆମମାନଙ୍କୁ କହିବାକୁ ଚାହାନ୍ତି ଯେ ଆମେ ଅଳସୁଆ ହେବା ଅନୁଚିତ। ସମସ୍ତ ଅଳସୁଆ ପ୍ରକୃତିକୁ ଆମେ ତ୍ୟାଗ କରିବାର ଅଛି। ଆମେ ସମସ୍ତେ ପରମେଶ୍ୱରଙ୍କ ଅତି ପ୍ରିୟ ମନୁଷ୍ୟ। ସେ ଚାହାନ୍ତି ଆମେ ସର୍ବଦା ଅଳସୁଆ ବୁଦ୍ଧି ତ୍ୟାଗ କରି ଜୀବନ କାଟିବା ଉଚିତ। ସାଂସାରିକ ବିଷୟରେ ହେଉ କିମ୍ବା ଆତ୍ମିକ ବିଷୟରେ ହେଉ, ସେ ଚାହାନ୍ତି ଆମେ ସର୍ବଦା ଉତ୍ସାହର ସହ ତାହା କରୁଥିବା। ପରିଶ୍ରମ କରିବାର ଏକ ସ୍ୱଭାବ ଆମର ଥିବାର ଅଛି। ଜ୍ଞାନୀ ସୋଲୋମନ କହନ୍ତି, ଯିଏ କର୍ମରେ ଅଳସ କରେ ସେ ବିନାଶକର ଭାଇ। ଏଠାରେ ଦେଖୁ ବିନାଶକାରୀ କିଏ? ଇଂଲିଶ ବାଇବେଲରେ ଲେଖାଯାଏ ଡେଷ୍ଟ୍ରୟସ୍, ଅର୍ଥାତ୍ ନଷ୍ଟ କରିବା ବ୍ୟକ୍ତି ବା ବିନାଶ କରିବା ବ୍ୟକ୍ତି। ଯୌନ ତାର 10 ପର୍ବ 10 ପଦକୁ ଯଦି ଆମେ ପାଠ କରୁ, ସେଠାରେ ଦେଖିବାକୁ ପାଉ ଯେ ଲେଖାଯାଏ, ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ। ଚୋର ଅର୍ଥାତ୍ ଶୈତାନକୁ ବୁଝାଏ। ଶୈତାନ ଆମ ଜୀବନରେ ଆସେ ଏବଂ ସେ ଆମର ଆତ୍ମାକୁ ଚୋରି କରେ, ଆମର ଆତ୍ମାକୁ ବଧ କରେ, ଆମ ଜୀବନକୁ ସାଂସାରିକ ଓ ଆତ୍ମିକ ଭାବରେ ସେ ବିନାଶ କରିଦିଏ। ପ୍ରଭୁଙ୍କ ବାକ୍ୟ ଦ୍ୱାରା ଚାଳିତ ମନୁଷ୍ୟ କଦାପି ଅଳସୁଆ ସ୍ୱଭାବର ହେବା ଉଚିତ ନୁହଁ। ମାଥ୍ୟୁ ତାର 12 ପର୍ବ ଯଦି ଆମେ ପାଠ କରୁ, 50 ପଦରେ ଯୀଶୁ କହନ୍ତି, ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛାକୁ ସାଧନ କରେ ସେ ମୋର ଭାଇ, ଭଉଣୀ ଓ ମା। ଏହାର ଅର୍ଥ, ଯିଏ ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ କାଟେ ସେ ଯୀଶୁଙ୍କର ଭାଇ, ଭଉଣୀ ଓ ମା।
ସୋଲୋମନଙ୍କ କଥା ଅନୁସାରେ ଯିଏ ଅଳସୁଆ ସିଏ ଶୈତାନର ଭାଇ। ଆମମାନଙ୍କ ନିମନ୍ତେ ଏଠାରେ ଏକ ପ୍ରଶ୍ନ ରହିଅଛି, ଆମେ କ'ଣ କରୁଛୁ? ଯଦି ଆମେ ପିତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରୁଛୁ, ପିତାଙ୍କର ଆଜ୍ଞା ଅନୁସାରେ ଜୀବନ କାଟୁଛୁ, ପିତାଙ୍କ ସହିତ ରହିଛୁ, ପିତାଙ୍କ ଇଚ୍ଛାକୁ ସାଧନ କରୁଛୁ, ତେବେ ଆମେ ହେଉଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭାଇ ଭଉଣୀ ଓ ମା। ଆଉ ଯଦି ଆମମାନଙ୍କ ମଧ୍ୟରେ ଅଳସୁଆ ସ୍ୱଭାବ ରହିଅଛି, ତେବେ ଆମମାନେ ହେଉଛୁ ଶୈତାନର ଭାଇ। ପିତାଙ୍କର ଇଚ୍ଛା କ'ଣ? ରୋମିଓ 12:11 ପଦକୁ ଯଦି ଆମେ ପାଠ କରୁ, ଆମେ ଦେଖୁ ସେଠାରେ ପିତାଙ୍କର ଇଚ୍ଛା ବିଷୟରେ ଲେଖାଯାଏ ଉଦ୍ଯୋଗରେ ଶିଥିଳ ହେବା ନାହିଁ, ଆତ୍ମାରେ ଉତ୍ତପ୍ତ ହୋଇ ପ୍ରଭୁଙ୍କ ସେବା କରିବା। ଯଦି ଆମେ ନିଜକୁ ଆଜି ପ୍ରଶ୍ନ କରୁ, ପ୍ରକୃତରେ ଆଜି ଆମେ ଜାଗତିକ ଭାବରେ ଅତି ଉତ୍ସାହର ସହ ସମସ୍ତ କାର୍ଯ୍ୟ କରୁଛୁ। ଆମମାନଙ୍କ ଜୀବନର ସ୍ୱାର୍ଥ ନିମନ୍ତେ ଆମମାନଙ୍କର ଯାହା ବି କାର୍ଯ୍ୟ ରହିଛି ସେଗୁଡ଼ା ଉତ୍ସାହର ସହ ଦୌଡ଼ି ଦୌଡ଼ି କରିଥାଉ, ଅତି ସୁନ୍ଦର ଭାବରେ କରିଥାଉ। କିନ୍ତୁ ପିତାଙ୍କର ଇଚ୍ଛା ସାଧନ କରିବା ପାଇଁ ଆମେ ଅଳସ ହୋଇଯାଉଛୁ। ଆଜି ଆମେ ବାକ୍ୟ ଧ୍ୟାନ କରିବାକୁ ଅଳସ ହେଉଛୁ, ବାକ୍ୟ ଶୁଣିବା ସମୟରେ ଅଳସ ହେଉଛୁ, ପ୍ରାର୍ଥନାକୁ ଅଳସ ହେଉଛୁ, ଆତ୍ମିକ ଭାବରେ ଆମେ ଅଳସ ହୋଇଯାଉଛୁ। ଆମେ ଅନ୍ୟକୁ ସେବା ଦେବା ସମୟରେ ଅଳସ ହେଉଛୁ, ପ୍ରଭୁଙ୍କ ସେବା କରିବାକୁ ଅଳସ ହେଉଛୁ। ଆମେ ଆତ୍ମାରେ ଉତ୍ତପ୍ତ ନ ହୋଇ ଶିଥିଳ ହୋଇଯାଉଛୁ। ଏହା ପ୍ରଭୁଙ୍କର ଇଚ୍ଛା ନୁହଁ। ଅର୍ଥାତ୍ ଯଦି ଆମେ ଏପରି ହେଉଛୁ, ତେବେ ଆମେ ପ୍ରଭୁଙ୍କ ଇଚ୍ଛାକୁ ସାଧନ କରୁନାହୁଁ। ଆମେ ଅଳସ ହେଉଛୁ, ତେବେ ଆମେ କାହାର ଭାଇ ହେଲୁ? ଆମେ ହେଲୁ ଶୈତାନର ଭାଇ। ଯେ ପିତାଙ୍କ ଇଚ୍ଛାକୁ ସାଧନ କରେ ନାହିଁ, ସେ ଖ୍ରୀଷ୍ଟଙ୍କର ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ଭାଇ ଭଉଣୀ ମା ନୁହେଁ, ସେ ହେଉଛି ଶୈତାନର ଭାଇ। କାରଣ ଆମମାନଙ୍କ ମଧ୍ୟରେ ଏକ ଅଳସୁଆ ସ୍ୱଭାବ ପଳାଇ ଆସେ। ଆମମାନେ ଆତ୍ମିକ ଭାବରେ ଉତ୍ସାହର ସହ କାର୍ଯ୍ୟ ନ କଲେ, ଆମର ଆତ୍ମିକ ଜୀବନର କାର୍ଯ୍ୟ ନିମନ୍ତେ ଆମେ ଏକ ଅଳସୁଆ ସ୍ୱଭାବ ଆମର ଥାଏ। ତେଣୁ ଆମେ ଅଳସୁଆ ହୋଇଥିବା ଦ୍ୱାରା ସେ କାର୍ଯ୍ୟରେ ଆମେ ଶୈତାନର ଭାଇ ହୋଇଯାଉ। କଲୋସ୍ୟ 3:23 ପଦରେ ପାଉଲ ଲେଖନ୍ତି, ତୁମମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲାପରି ଅନ୍ତର ସହ କର। ବାଧ୍ୟବାଧକତାର ନୁହେଁ, ଅନ୍ତର ସହ ସମ୍ପୂର୍ଣ୍ଣ ଉତ୍ସାହର ସହ କର। ଯେକୌଣସି ସ୍ଥାନରେ ଥାଉ, ଯେକୌଣସି ଦାୟିତ୍ୱରେ ଆମେ ଥାଉ, ଆମର ପ୍ରଫେସନ୍ ଯାହା ହେଇଥାଉ, ଆମେ ଛୋଟ କାର୍ଯ୍ୟ କରୁ ବା ବଡ଼ କାର୍ଯ୍ୟ କରୁ, ଆମେ ଯାହା କିଛି କରୁ, ପ୍ରଭୁ ଆମମାନଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ନିଷ୍ଠାର ସହ, ଉତ୍ସାହର ସହ ଏବଂ ବିଶ୍ୱସ୍ତ ସହକାରେ କରିବା ଉଚିତ। ଈଶ୍ୱରଙ୍କ ନିମନ୍ତେ କଲାପରି କରିବା ଉଚିତ। ଆମମାନଙ୍କୁ ମନେ ରଖିବା, ଅନେକ ସ୍ଥାନରେ ଆମେ ଦେଖୁ ଅନେକ ଏପରି ବ୍ୟକ୍ତିମାନେ ଅଛନ୍ତି, ଯେତେବେଳେ ତାଙ୍କର ଉପରିସ୍ଥ ବା ତାଙ୍କର ବସ୍ ଯେ ତାଙ୍କ ସମ୍ମୁଖରେ ଅଛି ବା ସମ୍ମୁଖରେ ଥାଆନ୍ତି, ସେମାନେ ଅତି ଉତ୍ସାହର ସହ ଅତି ସୁନ୍ଦର ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ ନିଜ ଉପରିସ୍ଥ ଯେତେବେଳେ ଅନୁପସ୍ଥିତ ଥାଆନ୍ତି, ସେମାନେ ନିଜ କାର୍ଯ୍ୟରେ ଟିକେ ଅଳସୁଆ ମଧ୍ୟ ହୋଇଯାଆନ୍ତି। ଏହା ହେଉଛି ଏକ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱଭାବ ହେବା ଉଚିତ ନୁହଁ। ଏପରି ସ୍ୱଭାବ କଦାପି ଖ୍ରୀଷ୍ଟ ବିଶ୍ୱାସୀଙ୍କର ସ୍ୱଭାବ ନୁହଁ। ଆମମାନଙ୍କର ଉପସ୍ଥିତ ଆମ ସମ୍ମୁଖରେ ଥାଉ ବା ନଥାଉ, ଆମକୁ ଯେଉଁ ଦାୟିତ୍ୱ ମିଳିଛି ତାହା ଉତ୍ସାହର ସହ କରିବା, ପ୍ରଭୁଙ୍କ ଦୃଷ୍ଟିରେ କରିବା, ଆମେ ପ୍ରଭୁଙ୍କର କାର୍ଯ୍ୟ କଲାପରି କରିବା, ଏହା ହେଉଛି ଆମମାନଙ୍କର ସ୍ୱଭାବ ହେବା ଉଚିତ। ପ୍ରଭୁ କଦାପି ଏହା ଚାହାନ୍ତି ନାହିଁ ଯେ ଆମେ ଅଳସୁଆ ହେଉ। ଯୀଶୁଙ୍କର ସନ୍ତାନମାନେ ଏପରି ହେବା ଉଚିତ ନୁହଁ। ଆଜିର ପ୍ରସଙ୍ଗ ଆମକୁ ଶିକ୍ଷା ଦିଏ, ଯଦି ଆମେ ଅଳସୁଆ ତେବେ ଶୈତାନର ଭାଇ। ଯଦି ଆମେ ଈଶ୍ୱରଙ୍କ ଇଚ୍ଛାରେ ବା ବାକ୍ୟ ଅନୁସାରେ ଜୀବନ କାଟୁଛୁ, ତେବେ ଆମେ
ଯୀଶୁଙ୍କର ଭାଇ ଭଉଣୀ ଓ ମା ଡିସିସନ୍ ବା ନିଷ୍ପତ୍ତି ଆଜି ଆମ ହାତରେ ଅଛି। ଆମେ ନିଜ ଜୀବନକୁ ପରୀକ୍ଷା କରିବା। ଆମେ କାହାର ଭାଇ ଭଉଣୀ ଓ ମା ନିଜେ ଚିନ୍ତା କରିବା। ଯେତେବେଳେ ଆମେ ଆତ୍ମିକ ଜୀବନକୁ ଚିନ୍ତା କରୁଛୁ, ଆମେ ଖ୍ରୀଷ୍ଟଙ୍କର ଭାଇ ଭଉଣୀ ମା ନା ଆମମାନେ ଶୈତାନର ଭାଇ ଭଉଣୀ ମା? ଆମମାନେ ଉତ୍ସାହର ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛୁ, ଉତ୍ସାହର ସହ ଆମେ ବାକ୍ୟ ଅଧ୍ୟୟନ କରୁଛୁ, ଉତ୍ସାହର ସହ ଆମମାନେ ପ୍ରାର୍ଥନାରେ କରୁଛୁ, ଉତ୍ସାହର ସହ ଆମେ ବାକ୍ୟ ଗୁଡ଼ିକୁ ଶୁଣୁଅଛୁ, ନା ଆମେ ସେଥିରେ ଅଳସ ହେଉଛୁ? ଯଦି ଆମେ ଉତ୍ସାହର ସହ କରୁଛୁ, ତେବେ ଆମମାନେ ନିଶ୍ଚିନ୍ତ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭାଇ ଭଉଣୀ ଓ ମା। କିନ୍ତୁ ଯଦି ଆମେ ସେ କାର୍ଯ୍ୟରେ ଉତ୍ସାହ ଆମର ନାହିଁ, ଅଳସୁଆ ହେଇଯାଉଛୁ, ତେବେ ଆମେ ସମସ୍ତେ ଶୈତାନର ଭାଇ ଭଉଣୀ ଓ ମା। ଡିସିସନ୍ ଆମ ହାତରେ ଅଛି। ପ୍ରଭୁ ଆମମାନଙ୍କୁ ଚାଳନା ପ୍ରଦାନ କରନ୍ତୁ ଏହା ବୁଝିବା ପାଇଁ ଏବଂ ଏକ ପରିବର୍ତ୍ତିତ ଜୀବନ କାଟିବା ପାଇଁ। ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମେ ଆମମାନଙ୍କୁ ସୁନ୍ଦର ବାକ୍ୟ ଦେଲ। ହଁ ପ୍ରଭୁ, ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ମଧ୍ୟବର୍ତ୍ତୀ ପରମେଶ୍ୱର ହୁଅ। ଏ ବାକ୍ୟ ଦ୍ୱାରା କଥା କହିଛ ବୋଲି ଧନ୍ୟବାଦ ଦେଉଛୁ ପ୍ରଭୁ। ଆମମାନଙ୍କ ମନରେ ଏକ ହୃଦୟ ମଧ୍ୟରେ ଏକ ଉତ୍ସାହର ସ୍ୱଭାବ ଆସିଯାଉ, ଯାହାଦ୍ୱାରା ଆମେ ଯାହା କିଛି କରୁ ପ୍ରଭୁ ପିତାଙ୍କ ଉଦ୍ଦେଶ୍ୟରେ କରୁ। ସେହିପରି ଜ୍ଞାନ ବୁଦ୍ଧି ଆମମାନଙ୍କୁ ପ୍ରଦାନ କର। ଆମେ ଚାହୁଁନା ପ୍ରଭୁ ଆମେ ଶୈତାନର ଭାଇ ହେବା ନିମନ୍ତେ, ଭଉଣୀ ହେବା ନିମନ୍ତେ, ମା ହେବା ନିମନ୍ତେ। ଆମମାନଙ୍କୁ ଚାଳନା ପ୍ରଦାନ କର। ଆମମାନଙ୍କୁ ସେହିପରି ପ୍ରଭୁ ତମ ନିମନ୍ତେ ଉତ୍ସାହର ସହ ଜୀବନ କାଟିବା ପାଇଁ ଆମମାନଙ୍କୁ ଆଶୀର୍ବାଦ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।